ସାପ ଚାଲି ଆସେ। ପିତାମହ ସାପଟିକୁ ବଞ୍ଚେଇବାକୁ ଯାଇ ନିଜ ତିରଙ୍ଗରେ ଅନେକ ଦୂରକୁ ଫୋପାଡ଼ି ଦେଲେ। ହେଲେ ବିଚରା ସାପଟା ବଞ୍ଚିବା ପରିବର୍ତ୍ତେ ସେଦିନ ସୁଯୋଗଣ୍ଟାରେ ପଡ଼ି ଛଟପଟ ହେଇ ମରିଗଲା। ସେହି ପାପର ପ୍ରାୟଶ୍ଚିତ ପାଇଁ ପିତାମହ ଭୀଷ୍ମଙ୍କୁ 6 ମାସ କାଳ ସରଶଯ୍ୟାରେ ଶୟନ କରିବାକୁ ପଡ଼ିଲା। କୋଉ ଜନ୍ମରେ ମୁଁ କି ପାପ କରିଥିଲି ଜାଣିନି। ନିଜର ପାପ ପାଇଁ ଯଦି ଏତେ ବଡ ବୀରକୁ ନିଜର ଶାସ୍ତି ଭୋଗିବାକୁ ପଡ଼ିଲା, ମୁଁ କାହିଁକି ମୋ ପାପର ପ୍ରାୟଶ୍ଚିତ କରିବିନି ରେ ଜେଜେ? ମୁଁ ବି ମୋ ପାପର ପ୍ରାୟଶ୍ଚିତ କରିବି। ତମେ ଘର ଛାଡ଼ି ଚାଲୁଛି କଥା। ମୁଁ ଏ ଘର ଛାଡ଼ିକି କୁଆଡ଼େ ଯିବିନି। ମୁଁ ଏଇଠି ରହିଛି ଆଉ ଏଇ ଘରେ ରହିବି। କେମିତି ରହିବୁ ତୁ? କେମିତି ରହିବୁ? ଘର ପୁରା ତତେ ରଖିବା ପାଇଁ ତୁ କିଛି ବି ଜାଣିନୁ। ତୁ ଜାଣିଛୁ ନା ସେଦିନ ରାଉତ ଘର ଝିଅ ବାହା ହେଇଗଲା ବେଳେ ତା ପାଇଁ ନା ବର ଆସିଲା। ଆଉ ସେ ଝିଅ ସହିତ ତା ହାତ